नमस्कार ओडिशावासी शुभ सकाळ आज हूँ 20 जानुआरी सोमवार आज रही देश विदेश राज्य 20 गुरुत्वपूर्ण खबर जहां आपण मैंने केवल 10 मिनिट समय दे देखिपारे ता पूर्व आपण मान गोटे छोटिया अनुरोध प्रथम भिडियोटी को लाइक करी कमेंट रे आपण को जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना किसी अपडेट पाइपर तेज भिडियोटी को शेष पर्यंत देखा आमर अनुरोध चलतु कौन रही आज 20 गुरुत्वपूर्ण खबर ता नजर पकाइबा। नंबर 1 आज बंद रहिबो मुख्यमंत्रीकर जन अभियोग शुणाणी मुख्यमंत्री अन्य गुरुत्वपूर्ण कार्य थिबारु भुवनेश्वर यूनिट 5 स्थित मुख्यमंत्री जन अभियोग प्रकोष्ठ उक्त दिन बा आज बंद रहिबो बोली सूचना दिया जायछि। परवर्ती अभियोग शुणाणी तारीख संवादपत्र गणमाध्यम जणाई दिया बोली साधारण प्रश्न साधारण अभियोग पक्षरु सूचना दिया जायछि। तेबे प्रत्येक दिन यूनिट 5 स्थित मुख्यमंत्री को अभियोग शुणाती बा निज समस्या जणाती किछि लोक माने आ तांकर समस्यार समाधान खूब जल्दी करते मुख्यमंत्री तेणु प्रत्येकटी जिले में अभियोग प्रकोष्ठ खोल जहाँफल गरीबंकर प्रत्येकटी लोकर अभियोग शुणे मुख्यमंत्री एवं खूब जल्दी समस्यार समाधान करेंगे। कुहुड़ी ପାଇଁ 6 ଜିଲ୍ଲାକୁ ସତର୍କ ସୂଚନା ଏନେକି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 4 ରୁ 5 ଦିନ ମଧ୍ୟରେ ରାତିର ତାପମାତ୍ରା ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ କିନ୍ତୁ କୁହୁଡ଼ି ମଧ୍ୟ ବଢିବ। ତେବେ ଘାଟି ରାସ୍ତା ସେପଟ ଏରିଆ ମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ। ଏନେକି 6ଟି ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ବିଳମ୍ବିତ ରାତି ଭୋର ସମୟରେ ଫୁଲବାଣୀରେ ଘନ କୁହୁଡ଼ି ଯୋଗୁଁ 200 ମିଟର ସର୍ବନିମ୍ନ ଦୃଶ୍ୟତା ମାନ ଥିବାବେଳେ ଭବାନୀପାଟଣାରେ 500 ମିଟର ସୁନ୍ଦରଗଡ଼ରେ 1 କିଲୋମିଟର ଦୃଶ୍ୟତା ଥିବା ରେକର୍ଡ କରାଯାଉଛି। ତେବେ ଏହା ଛଡା ଗଞ୍ଜାମ ପୁରୀ ଖୋର୍ଦ୍ଧା ନୟାଗଡ଼ କଟକ କେଉଁଝର ଝାରସୁଗୁଡ଼ାରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ଦେଖାଯାଉଛି କିନ୍ତୁ ଆସନ୍ତା 4 ରୁ 5 ଦିନ ମଧ୍ୟରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ। ସେପଟେ ଦିଲ୍ଲୀର ପରିସ୍ଥିତି ମଧ୍ୟ ଅସମ୍ଭାଳ 100 ମିଟର ଦୂରକୁ ମଧ୍ୟ ଦେଖାଯାଉନି ଯାହାଫଳରେ 26ଟି ଟ୍ରେନ୍ ବିଳମ୍ବିତ ହୋଇଥିଲା 250ଟି ଫ୍ଲାଇଟ୍ ମଧ୍ୟ ବିଳମ୍ବିତ ହୋଇଥିଲା ତା ସହିତ ରାସ୍ତାରେ 500 ଗାଡି ମଧ୍ୟ ରୋକିଥିଲା କାହିଁକି ନା 50 ମିଟର ଦୂରକୁ ମଧ୍ୟ କିଛି ଦେଖାଯାଉନଥିଲା। 8 ବର୍ଷ ପରେ ବାବୁ ମାନଙ୍କ ଗାଡି ଖର୍ଚ୍ଚ ବଢାଇଲେ ସରକାର ଫେବୃଆରୀ 1 ରେ ଲାଗୁ ହେବ ନୂଆ ନିୟମ। ତେବେ ରାଜ୍ୟରେ 8 ବର୍ଷ ପରେ ସରକାର ନୂଆ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ବଢୁଥିବା ପେଟ୍ରୋଲ ଡିଜେଲ ଦରକୁ ଆଖି ଆଗରେ ରଖି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ରହିଛି। ସେକ୍ରେଟାରୀ ଅତିରିକ୍ତ ସଚିବ ଗାଡି ବାବଦକୁ 1650 ଟଙ୍କା ଥିବାବେଳେ ତାହାକୁ ବୃଦ୍ଧି କରି 2520 ଟଙ୍କା ବୃଦ୍ଧି କରାଯାଇଛି। ଜିଲ୍ଲାପାଳ ଓ ଏସପି ମାସିକ 1120 ଟଙ୍କାରୁ 1680 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଘରୋଇ କାର୍ଯ୍ୟରେ ଯାତାୟାତ ହେଉଥିବା ମାସକୁ 300 କିଲୋମିଟର ପର୍ଯ୍ୟନ୍ତ ରଖାଯାଇଛି। ଏଥିପାଇଁ କି ଖର୍ଚ୍ଚ ଟଙ୍କା 2520 ଟଙ୍କାରୁ 3780 ଟଙ୍କା ବୃଦ୍ଧି କରାଯାଇଛି। 300 କିଲୋମିଟରରୁ ଅଧିକ 500 କିଲୋମିଟର ଯାତାୟାତ ପାଇଁ 4200 ଟଙ୍କାକୁ 6300 ଟଙ୍କା ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି। କଟକରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର କଟକ ଯିବା ଆସିବା ପାଇଁ 6000 ଟଙ୍କା ପରିବର୍ତ୍ତନ କରାଯାଇଛି। ଫେବୃଆରୀ 1 ରେ ଏହି ନିୟମ ସବୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାକୁ ନେଇକି ବଡ ଅପଡେଟ ପୁଣି ସାମିଲ ହେଲେ ଆହୁରି 7000 ଲୋକ। ତେବେ ପ୍ରତିଦିନ କିଛି ପୂର୍ଣ୍ଣ ସାମିଲ ମଧ୍ୟ ହେଉଛନ୍ତି ଯାହାଫଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେଉଁମାନଙ୍କର ରିଜେକ୍ଟ ବା ଯେଉଁମାନଙ୍କର ବାରମ୍ବାର ଫର୍ମ କଟିଯାଇଛି ସେମାନେ ପୂର୍ଣ୍ଣ ସାମିଲ ମଧ୍ୟ ହୋଇପାରିବେ। ଯଦି ଯୋଗ୍ୟ ହିତାଧିକାରୀ ଥିବେ ତାଙ୍କ ଭିତରୁ ବାଛି ବାଛି ସରକାର ନିଶ୍ଚିନ୍ତ ସୁଭଦ୍ରା ଟଙ୍କା ତାଙ୍କ ଆକାଉଣ୍ଟକୁ ମଧ୍ୟ ପଠାଇବେ। କୁହାଯାଉଛି 25 ତାରିଖ ପରେ ସୁଭଦ୍ରା ଟଙ୍କା 20 ଲକ୍ଷ ହିତାଧିକାରୀଙ୍କୁ 5000 ଟଙ୍କା ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏବେ ଆସିବ ବୋଲି କୁହାଯାଉଛି। ଆଉ ମାର୍ଚ୍ଚ 8 ତାରିଖ ପୂର୍ବରୁ କୋଟିଏ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇସାରିଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା 5413 ଚିହ୍ନଟ 979 ବିଦେଶୀ। ତେବେ ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଆପ୍ ଡାଉନଲୋଡ୍ କରି ରଖିଥିଲେ ଏଥିରେ ଏମାନେ ଅପଲୋଡ୍ ମଧ୍ୟ କରିଥିଲେ। କୋରାପୁଟ ବନାଞ୍ଚଳର କୋଲା ଓ ଜଳଭଣ୍ଡାର ଦାମନଯୋଡି ଏବଂ ବିଭିନ୍ନ ପ୍ରକାର 5ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲା। ଏଠାରେ 2012ଟି ପକ୍ଷୀ ଚିହ୍ନଟ ହୋଇଛି। ସେହିଭଳି ମଧ୍ୟ କେନ୍ଦ୍ରାପଡାରେ ମଧ୍ୟ ହୋଇଥିଲା କୁମ୍ଭୀର ଗଣନା ତା ସହିତ ମଧ୍ୟ ଅନେକ ଜିଲ୍ଲାମାନଙ୍କରେ ପକ୍ଷୀ ଗଣନା ଚାଲିଛି। ବିଦେଶରୁ ଆସୁଥିବା ପକ୍ଷୀକୁ ଗଣନା ଖୁବ୍ ଜଲ୍ଦି କରାଯାଉଛି। କୁହାଯାଉଛି ଏଥର ମଧ୍ୟ ଅଧିକ ରହିଛି ବିଦେଶୀଗତ ପକ୍ଷୀ। ଆମେରିକାରେ ଟିକଟକ୍ ବନ୍ଦ ହେଲା। ଆମେରିକାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ବନ୍ଦ ହୋଇଯାଇଛି। ଶନିବାର ଦିନ ବିଳମ୍ବିତ
ରାତିରେ ଟିକଟକ୍ ଆମେରିକାର କାମ କରୁନଥିବା ବନ୍ଦ କରିଦେଇଛି। ଏହା ଆପଲ ଓ ଗୁଗୁଲ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଆପ୍ ଡାଉନଲୋଡ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଏହି ଆପ୍ ଚାଇନିଜ ଆପ୍ ହେବା ଯୋଗୁଁ ଏବେ ଆମେରିକା ସରକାର ଏବେ ଘୋଷଣା ମଧ୍ୟ କରିଦେଇଛନ୍ତି। ଦେଶରେ ପ୍ରାୟ 17 କୋଟି ଆମେରିକୀୟ ୟୁଜର୍ସ ଏହି ଆପ୍ ୟୁଜ୍ କରୁଥିଲେ। ବିଭିନ୍ନ ପ୍ରକାର କମ୍ପାନୀ ଏଇଥିରେ ବିଜନେସ୍ ମଧ୍ୟ କାରବାର କରୁଥିଲେ। ଯାହାଫଳରେ ଚାଇନା କମ୍ପାନୀ ବାଇଟ୍ ଡାନ୍ସର ମାଲିକାନା ଟିକଟକ୍ ଶନିବାର ଦିନ ରାତିରେ ଏହି ଉପଭୋକ୍ତାଙ୍କୁ ଦେଇଥିବା ବାର୍ତ୍ତାରେ କହିଛି ଯେ ଆଉ ମାତ୍ର 2 ଦିନ ସମୟ ଅଛି। 2 ଦିନ ଭିତରେ ଡାଟା ରିକଭରି କରନ୍ତୁ। ଆଉ 2 ଦିନ ପରେ ଟିକଟକ୍ ହଟିଯିବ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ବଡ ଅପଡେଟ୍। 4 ଲକ୍ଷ ହିତାଧିକାରୀଙ୍କ ନାଁ ବାଦ୍ ପଡିବ ରାସନ କାର୍ଡରୁ। ଏନେଇକି ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଆୟକର ଦାତା ହୋଇଥିବାରୁ ସେମାନଙ୍କୁ କାର୍ଡରୁ ବାଦ୍ ପଡିବ। ଯେଉଁମାନେ ଆୟକର ଦଉଛନ୍ତି ତାଙ୍କୁ ମଧ୍ୟ ରାସନ କାର୍ଡ ମିଳିବ ନାହିଁ। ଯଦି ବି ରାସନ କାର୍ଡ ଅଛି ସେମାନଙ୍କ ରାସନ କାର୍ଡ କଟାଯିବ ବୋଲି କୁହାଯାଉଛି। ପୂର୍ବରୁ ଯୋଗ୍ୟ ହିତାଧିକାରୀ କୁହାଯାଇଥିଲା ସରକାର ଯୋଗ୍ୟ ହିତାଧିକାରୀଙ୍କୁ ହିଁ ରାସନ କାର୍ଡ ଦେବେ। ଗରିବଙ୍କ ଚାଉଳ କେହି ବି ଖାଇପାରିବେ ନାହିଁ। କୁହାଯାଉଛି ପାଖାପାଖି ଦେଶରେ ଏବେ 42 ଲକ୍ଷ ଏପର୍ଯ୍ୟନ୍ତ ଇ କେୱାଇସି କରିନାହାନ୍ତି। ତୁରନ୍ତ ଇ କେୱାଇସି କରିଦିଅନ୍ତୁ। ଆଉ ଜାନୁଆରୀ 31 ତାରିଖ ଶେଷ ତାରିଖ। ଫେବୃଆରୀ 1 ତାରିଖ ବେଳକୁ ସେଇ 42 ଲକ୍ଷଙ୍କର ରାସନ କାର୍ଡ ମଧ୍ୟ କଟି ସାରିଥିବ। ତେଣୁ ତା ପୂର୍ବରୁ ଆପଣମାନେ ଯେତେ ଜଣ ଅଛନ୍ତି ତୁରନ୍ତ କରିନିଅନ୍ତୁ। ଯଦି 31 ତାରିଖ ସୁଦ୍ଧା ନ କରିଥିବେ ସେଇ 42 ଲୋକ ଭୂତ ହିତାଧିକାରୀ ବା ଅଯୋଗ୍ୟ ହିତାଧିକାରୀ ଥିଲେ ବୋଲି ସରକାର ଗଣନା କରିବେ। ଗୋବର କରୁଛି କୋଟିପତି, ବାର୍ଷିକ 5 କୋଟିରୁ ଅଧିକ ଲାଭ। ତେବେ କଥାଟା ଅଜବ ଲାଗୁଥିଲେ ଏହା କିନ୍ତୁ ସତ୍ୟ। ଗୋବରରେ ପ୍ରସ୍ତୁତ ହେଉଥିବା ପେନ୍, ଷ୍ଟାଣ୍ଡ, ଚପଲ, କାନ୍ଥ ଘଣ୍ଟା, ଭେଣ୍ଡିଂ, ପେଣ୍ଟିଂ, ସୁନ୍ଦର କାର୍ଯ୍ୟ ଏବଂ ଯାହାକୁ ଖୁବ୍ ଆକର୍ଷିତ ମଧ୍ୟ କରିଛି। ଯାହାର ମୂଲ୍ୟ ପାଖାପାଖି 300ରୁ ଆରମ୍ଭ ହୋଇ 30,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି। ଗୋବର ଏହି ସବୁ ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିଛନ୍ତି କଟକର ଶ୍ୟାମସୁନ୍ଦର ଶିକାରିଆ। ବିଶେଷ କରି ଆଜିର ସମାଜରେ ଗୋପାଳନ କରିବା ପାଇଁ ଯେତେ ଇଚ୍ଛା ପ୍ରକାଶ କରୁନାହାନ୍ତି ତାହା ହେଉଛି କାରଣ କେବଳ କ୍ଷୀର ସମ୍ପୂର୍ଣ୍ଣ ଗୁଜୁରାଣ ମେଣ୍ଟାଇବା କଷ୍ଟକର। ଏହି ସମସ୍ୟାର ସମାଧାନ ପାଇଁ ଶ୍ୟାମସୁନ୍ଦର ଗୋବରକୁ ନେଇ ଅଧ୍ୟୟନ କରି ଏକ ସଫଳ ଉଦ୍ୟୋଗୀ ଆରମ୍ଭ କରିଛନ୍ତି। ଗୁଜରାଟରେ ପ୍ରଶିକ୍ଷଣ ନେଇ ଗୁଜରାଟ, ରାଜସ୍ଥାନ, ଓଡ଼ିଶା ଭଳି ବିଭିନ୍ନ ପ୍ରକାର ତାଙ୍କର ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି। ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଠାରୁ ଗୋବର କିଣି ସେମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିଛନ୍ତି ଶ୍ୟାମସୁନ୍ଦର। ଶ୍ରୀମନ୍ଦିର ଭିତର ପାର୍ଶ୍ୱର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ପୁଣି ଥରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଏକ ଭିଡିଓ ଗଣମାଧ୍ୟମ ସାମ୍ନାରେ ଭାଇରାଲ ହେଉଛି। ଏହି ସମ୍ବନ୍ଧରେ ଅବଗତ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଆରକ୍ଷୀ ଅଧୀକ୍ଷକ ସହିତ କଥା ହୋଇଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି। ତେବେ ଚିତ୍ର ବା ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତି ଏବଂ ଭକ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଜଣାପଡିଛି। ତେବେ କୁହାଯାଉଛି କାହିଁକି ସେ ଏଭଳି କଲେ ସେ ନେଇକି ମଧ୍ୟ ପ୍ରଶ୍ନ ଉଠୁଛି। ମୋବାଇଲ କିଏ ଚେକିଂ କରୁଥିଲା, କାହିଁକି ଚେକିଂ କରୁଥିଲା, କେତେବେଳେ ଚେକିଂ କଲା, ତଥାପି ସେ ମୋବାଇଲ କେମିତି ନେଲେ ମନ୍ଦିରକୁ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ପୋଲିସର ଅବହେଳା ନୁହେଁ ତ ଏ ନେଇକି ମଧ୍ୟ ବଡ ପ୍ରଶ୍ନ ଉଠୁଛି। ଏହି ଫଟୋ ନୃସିଂହ ମନ୍ଦିର ଆନନ୍ଦ ବଜାର ଉତ୍ତୋଳନ କରାଯାଇଥିବା ଜଣାପଡିଛି। ଶ୍ରୀମନ୍ଦିର ଭିତରେ ଛିଡ଼ା ହୋଇ ଯୁବକ ଜଣକ ନିଜ ମୋବାଇଲରେ ସେଲ୍ଫି ନେଇଥିଲେ, ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା। ସେହିଭଳି ଆନନ୍ଦ ବଜାରରେ ଛିଡ଼ା ହୋଇ ଯୁବକ ଜଣକ ବଡ଼ଦାଣ୍ଡର ଫଟୋ ବି ଉତ୍ତୋଳନ କରିଥିଲେ। କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିରରେ ବେଢା ଛିଡ଼ା ହୋଇ କିଛି ସାମାଜିକ ଗଣମାଧ୍ୟମରେ ମଧ୍ୟ ଛାଡିଥିଲେ। କିନ୍ତୁ ଏବେ ଯୋଉମାନେ ଛାଡୁଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ପୋଲିସକୁ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ପୋଲିସ ଏପଟ ସେପଟ କରୁଥିବ ତାଙ୍କ ଉପରେ ମଧ୍ୟ ତଦାରଖ କରିବ। ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବ, ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାତ୍ରା ମାଲିକ। ତେବେ କୁହାଯାଉଛି ଖଣ୍ଡଗିରି ଯାତ୍ରା ଅଶ୍ଳୀଳ ନୃତ୍ୟ ବନ୍ଦ ହେବ ନା ଚାଲୁ ରହିବ? ବିବାଦୀୟ ଅଭିନେତ୍ରୀ ଖଣ୍ଡଗିରି ମନା ନିଷ୍ପତ୍ତି ପରେ ଏବେ ପୁଣି ତେଜିଲା ଚର୍ଚ୍ଚା। ଯାତ୍ରା ପାର୍ଟି ମାଲିକଙ୍କ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ଚିଠି ଲେଖିଛନ୍ତି। ତେବେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ କଲେ ଅନୁରୋଧ। ସରକାରକୁ ନ୍ୟାୟ ମାଗିଲେ ଯାତ୍ରା ପାର୍ଟି। ତେବେ ସରକାରକୁ ସମୟ ମାଗିଲେ ମଧ୍ୟ। ବିଶେଷ କରି ମାଘ ମାସରେ ଖଣ୍ଡଗିରି ହେଉଥିବା ଯାତ୍ରାକୁ ସରକାର ଏବେ ଚିନ୍ତାରେ ପଡିଛନ୍ତି। କଣ ନିଷ୍ପତ୍ତି ନେବେ ଜାଣିପାରୁନାହାନ୍ତି। ନିକଟରେ ଖଣ୍ଡଗିରି ଯାତ୍ରାରେ ଗାଇଡଲାଇନ ନେଇ ବୈଠକ ମଧ୍ୟ ବସିଥିଲା, ଯେଉଁଥିରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ପରେ ଯଥାଶୀଘ୍ର ସରକାର ଗାଇଡଲାଇନ ଆଣିବେ ବୋଲି କୁହାଯାଉଥିଲା। ସରକାର ଏଭଳି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରିଥିଲେ, କିନ୍ତୁ କାରଣ କିଛି ଦିନ ଯାତ୍ରାରେ ଅଶ୍ଳୀଳ ବଢି ବଢି ଚାଲିଛି, ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଯାତ୍ରା ମାଲିକ ସମୟ ମାଗିଛନ୍ତି। ଏହି ଘଟଣା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେବାକୁ ଅନୁରୋଧ ମଧ୍ୟ କରିଛନ୍ତି। କିନ୍ତୁ ସରକାର ଏହା ଉପରେ କଣ ପଦକ୍ଷେପ ନେବେ ସେ ନେଇକି ମଧ୍ୟ ଆଉ ଗୋଟେ ବଡ ଖବର ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଚିଲିକାରେ ଏଭଳି କିଛି ଘଟିଲା, ସମସ୍ତେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଫସିଲେ 50ରୁ ଅଧିକ ଯାତ୍ରୀ ଆଉ ଆତଙ୍କରେ ଭୟରେ ମଧ୍ୟ ଏହି ଯାତ୍ରୀ। ତେବେ ଆଜି ଅପରାହ୍ନ 3ଟା ବେଳେ ସାତପଡା ଚିଲିକାରେ ଅଘଟଣ ଦେଖିବାକୁ ମିଳିଛି। ଯାତ୍ରୀବାହୀ ଏବଂ ଯାତ୍ରୀବାହୀ ଡଙ୍ଗା 50 ଜଣ ଏବଂ 20ଟି ବାଇକ୍ ଜହ୍ନିକୁଦାରୁ ସାତପଡା ଆସୁଥିବା ବେଳେ ଚିଲିକା ମଝିରେ ମହିଷା ଗାଁ ନିକଟରେ ଫସିଲା ରହିଛି।
ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଡଙ୍ଗାଟି ଅଟକି ରହିଛି, ଯାହା ଲୋକଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହେଉଛି। କାଳେ ଡଙ୍ଗାଟି ବୁଡ଼ିଯିବ କି? ଲୋକ ଜୀବନରେ ମଧ୍ୟ ଚିତ୍କାର କରୁଛନ୍ତି। ସେପଟେ କଣ ବା କରିବେ? ଆଉ ଦୁଇଟି ସ୍ଥାନୀୟ ମତ୍ସ୍ୟଜୀବୀ ଆସି ହଠାତ୍ ଖସି ଯାଇଥିବା ଯାତ୍ରୀ ଡଙ୍ଗାଟିକୁ ବାଉଁଶ ରଶି ସାହାଯ୍ୟରେ ସାତପଡ଼ା ଘାଟକୁ ଟାଣି ଟାଣି ଆଣୁଥିବା ସୂଚନା ମଧ୍ୟ ମିଳିଛି, ଯାହା ଭୟାନକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏପଟେ ନନ୍ଦନକାନନରେ ଆଉ ଗୋଟେ ବଡ଼ ଟ୍ରେନ୍ ଲାଇନଚ୍ୟୁତ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ, କିନ୍ତୁ 47 ଜଣ ପର୍ଯ୍ୟଟକ ଯାତ୍ରା ଆରମ୍ଭ କରିଥିବା ଟୟ ଟ୍ରେନ୍ ଅଧା ବାଟରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା। କିଛି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ପ୍ରାୟ ସନ୍ଧ୍ୟା ସମୟ, ଆଉ ଲୋକମାନେ ମଧ୍ୟ ପର୍ଯ୍ୟଟକ ଚିତ୍କାର ମଧ୍ୟ କରିଥିଲେ। ବଗିଗୁଡ଼ିକ ସଂଯୋଗ କରି ରହିଥିବା ଏୟାର ପାଇପ୍ ହୁକ୍ ଛିଣ୍ଡି ଯାଇଥିବାର ଦେଖିବାକୁ ମିଳିଥିଲା। କିଛି ସମୟ ପରେ ସେ ଟ୍ରେନ୍ ଏବଂ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଉଦ୍ଧାର ମଧ୍ୟ କରିଥିଲେ। ପାଖାପାଖି 47 ଜଣ ପର୍ଯ୍ୟଟକ ମଧ୍ୟ ଥିଲେ। କାହାର କିଛି କ୍ଷତି ନ ହୋଇଥିବା ସୂଚନା ମଧ୍ୟ ମିଳିଛି। ସ୍ମାର୍ଟ ମିଟର ଲଗାଇବାକୁ ପଡ଼ିବ, ଯାହାର ଅଭିଯୋଗ ଅଛି ଜଣାନ୍ତୁ। ତେବେ ଏନେଇକି ଉପମୁଖ୍ୟମନ୍ତ୍ରୀ ଶକ୍ତି ମନ୍ତ୍ରୀ କେବି ସିଂ ଦେଓ କହିଛନ୍ତି ଯେ ଟେକ୍ନୋଲୋଜି ସହିତ ଯୋଡ଼ିବାକୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟତାମୂଳକ। ଏହା ଭାରତ ସରକାର ଗାଇଡଲାଇନରେ ଅଛି। ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ ବୋଲି ମଧ୍ୟ କହିଛନ୍ତି। ତେବେ ସାଧାରଣ ମିଟର ଟେଷ୍ଟ କରି ଦେଖାଇ ଦିଆଯିବ। ଏବେ ଯାଏ ଲୋକଙ୍କର ସୁଇଚ୍ ବନ୍ଦ କରିବାର ଅଭ୍ୟାସ ଯାଇନି। ସ୍ମାର୍ଟ ମିଟର ଅଧିକ ବିଲ୍ ଉଠୁନି, ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେବି ସିଂ ଦେଓ। ଗତ କିଛି ମାସ ତଳେ ବରଗଡ଼ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତିଥିଲେ ଲୋକେ। ବରଗଡ଼ ଗ୍ରିଡ୍ ଅଫିସ ସାମ୍ନାରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତ। କିନ୍ତୁ ଅଭିଯୋଗ ପରେ ସ୍ମାର୍ଟ ମିଟର ଅଧିକ ବିଲ୍ ଉଠିଛି। ଏହି ଆଧାରରେ ବରଗଡ଼ ଗ୍ରିଡ୍ ଅଫିସ ଘେରାଉ ମଧ୍ୟ ହୋଇଥିଲେ। କିନ୍ତୁ ଏଥିରେ ଏବେ ଟେଷ୍ଟ ହୋଇଛି, ସ୍ମାର୍ଟ ମିଟର ଅଧିକ ବିଲ୍ ଉଠୁନାହିଁ, ଆଉ ଲଗେଇବା ପାଇଁ ବାଧ୍ୟତାମୂଳକ ବୋଲି କୁହାଯାଉଛି। ନିଯୁକ୍ତି ବାହାରିଲା। ତେବେ କୁହାଯାଉଛି ଏଥର ପୋଲିସରେ ବଡ଼ ଚାକିରି ସୁଯୋଗ। ପୂରଣ ହେବ 900 ରୁ ଅଧିକ ପଦବୀ। ଏନେଇକି ମଧ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଆଉ ସବୁଦିନ ପରିଶ୍ରମ କରନ୍ତି ଲୋକେ ପୋଲିସ ପାଇବା ପାଇଁ। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ବା ଓପିଆରବି ନେଇ ଆସିଛି ବଡ଼ ସୁଯୋଗ। ଏନେଇକି ଓପିଆରବି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଆପଣମାନେ ଆବେଦନ ଆଗ୍ରହୀ ଅଛନ୍ତି, ତେବେ ଆପଣମାନେ ମଧ୍ୟ ଜାଣି ରଖନ୍ତୁ। ନିଯୁକ୍ତି ମାଧ୍ୟମରେ ଓପିଆରବିରେ ସବ୍ ଇନ୍ସପେକ୍ଟର ବା ଏସ୍ଆଇ ବା ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଜେଲର ପଦବୀ ପୂରଣ ହେବ। ଏନେଇକି ଅନଲାଇନ ମାଧ୍ୟମରେ ମଧ୍ୟ ଆବେଦନ କରିବା ପାଇଁ ପଡ଼ିବ। ତେବେ କୁହାଯାଉଛି ଏହି ନିଯୁକ୍ତି 900 ରୁ ଅଧିକ ଖାଲି ରହିଛି, ଯାହାଫଳରେ ଆପଣମାନେ ମଧ୍ୟ ଆବେଦନ କରିପାରିବେ। ଅନଲାଇନ ଆବେଦନ ତାରିଖ ଜାନୁଆରୀ 20 ତାରିଖରୁ ଆରମ୍ଭ ବା ଆଜିଠାରୁ। ଅନଲାଇନ ଆବେଦନ ଶେଷ ହେଉଛି ଫେବୃଆରୀ 10 ତାରିଖ। ତେବେ ପୋଲିସ ଏସ୍ଆଇ 609ଟି ପୋଷ୍ଟ, ସବ୍ ଇନ୍ସପେକ୍ଟର 253ଟି ପୋଷ୍ଟ, ଷ୍ଟେସନ ଅଧିକାରୀ 47 ପୋଷ୍ଟ, ଆସିଷ୍ଟାଣ୍ଟ ଜେଲର 24ଟି ପୋଷ୍ଟ, ମୋଟ 933ଟି ପୋଷ୍ଟ। କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଭତ୍ତା ଟଙ୍କା 1200 ପରିବର୍ତ୍ତେ 3500 ଟଙ୍କା ଯୋଗାଇଛନ୍ତି। କିନ୍ତୁ କଥା ଉଠୁଛି ଏବେ 80 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀ 3500 ଟଙ୍କା ପାଇବେ, କିନ୍ତୁ 60 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀ କେତେ ଟଙ୍କା ପାଇବେ ପ୍ରଶ୍ନ ମଧ୍ୟ ଉଠିଛି। ତାଙ୍କୁ ଯଦି ବଢାଇ 3000 ବା 2500 ଟଙ୍କା ରଖନ୍ତେ, ତାହେଲେ ସେମାନେ ଉପକୃତ ମଧ୍ୟ ହୁଅନ୍ତେ। ଏନେଇକି ସରକାର ପାଖରେ ମଧ୍ୟ ଗୁହାରି କରିଛନ୍ତି। ଖୁବ୍ ଜଲ୍ଦି ସରକାର ମଧ୍ୟ ଏ ବିଷୟରେ ଶୁଣିବେ ବୋଲିକି କୁହାଯାଉଛି। ତେବେ ଭତ୍ତା ଟଙ୍କା ଆଗକୁ ମଧ୍ୟ ବଢିବ ବୋଲି କୁହାଯାଉଛି। ପ୍ରତ୍ୟେକଟି ଲୋକ ହିତାଧିକାରୀ ମାନେ ଉପକୃତ ମଧ୍ୟ ହେବେ। ତେବେ ତା ସହିତ ମୁଖ୍ୟମନ୍ତ୍ରୀଙ୍କର ଆଉ ଗୋଟେ ବଡ ଘୋଷଣା, ଏସଏଚଜି ମହିଳାଙ୍କୁ ଋଣ ଛାଡ। ବିଜେଡି ସରକାର ଯେତିକି ଋଣ ନେଇଥିଲେ ଋଣର ସୁଧ ଛାଡ଼ କରାଯିବ। ଏନେଇ 227 କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଛି। ପୂର୍ବରୁ ସ୍କୁଲ ପିଲାମାନଙ୍କ ପାଇଁ 5000 ଟଙ୍କା ଯୋଗାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ସ୍କୁଲ ପିଲାଙ୍କ ପାଇଁ ନୂଆ ଯୋଜନା ମଧ୍ୟ ଆଣୁଛନ୍ତି, ଯାହାଫଳରେ ଅଧିକରୁ ଅଧିକ ସେମାନେ ମଧ୍ୟ ଉନ୍ନତି କରିବେ। ମହିଳାକୁ ସଶକ୍ତି କରିବା ପାଇଁ ମିଶନ ଶକ୍ତି ଜରିଆରେ ଯେଉଁ ମା ମାନେ ସିଲେଇ ତାଲିମ ନେବେ ତାଙ୍କୁ ମାସିକ 15,000 ଟଙ୍କା, 2 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇ ଭଲ ଉଦ୍ୟୋଗପତି ହୋଇପାରିବେ ବୋଲି ଘୋଷଣା ମଧ୍ୟ କରାଯାଇଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।